କେଉଁ ଗଛର ପତ୍ର ପୂଜାରେ ଲାଗେ ଓ ଆମେ ଖାଇଥାଉ? କେଉଁ ଗଛର ପତ୍ର ପୂଜାରେ ଲାଗେ ଓ ଆମେ ଖାଇଥାଉ? ଏହାର ଉତ୍ତର କଣ? ଉତ୍ତର ହେଉଛି ପାନ। ପାନ ପତ୍ର ପୂଜାରେ ଲାଗିଥାଏ ଓ ତାକୁ ମଧ୍ୟ ଆମେ ଖାଇଥାଉ। ଜାଣିବା ଆପଣଙ୍କର ପରବର୍ତ୍ତୀ ପ୍ରଶ୍ନକୁ। ଜଣେ ଭାଇ ତା ଭଉଣୀକୁ ଗୋଟିଏ ଫଳ ଦେଲା, କହିଲେ ଭୋକ ହେଲେ ଖାଇବୁ, ଶୋଷ ହେଲେ ପିଇବୁ ଓ ଶୀତ ହେଲେ ଜାଳିବୁ। ତାହା କଣ? ଜଣେ ଭାଇ ତା ଭଉଣୀକୁ ଗୋଟିଏ ଫଳ ଦେଲା, କହିଲେ ଭୋକ ହେଲେ ଖାଇବୁ, ଶୋଷ ହେଲେ ପିଇବୁ ଓ ଶୀତ ହେଲେ ଜାଳିବୁ। ତାହା କଣ? ଏହାର ଉତ୍ତର କଣ? ଉତ୍ତର ହେଉଛି ନଡ଼ିଆ। ନଡ଼ିଆକୁ ଆମେ ଭୋକ ହେଲେ ଖାଇ ବି ପାରିବା, ଶୋଷ ହେଲେ ପିଇ ବି ପାରିବା ଓ ଶୀତ ହେଲେ ଜାଳି ବି ପାରିବା। ତାହେଲେ ଦେଖିବା ଆପଣଙ୍କର ପରବର୍ତ୍ତୀ ପ୍ରଶ୍ନ। ଦିନରେ ଶୁଏ ରାତିରେ କାନ୍ଦେ, ଯେତେ କାନ୍ଦିବ ସେତେ ଖାଇବ। ଦିନରେ ଶୁଏ ରାତିରେ କାନ୍ଦେ, ଯେତେ କାନ୍ଦିବ ସେତେ ଖାଇବ। ଏହାର ଉତ୍ତର କଣ? ଉତ୍ତର ହେଉଛି ମହମବତୀ। ପରବର୍ତ୍ତୀ ପ୍ରଶ୍ନ। ଏମିତି କେଉଁ କାମ ଅଛି ଜଣେ ପୁଅ ଜୀବନରେ ଥରେ କରେ ହେଲେ ଜଣେ ଝିଅ ସବୁବେଳେ କରିଥାଏ? ଏମିତି କେଉଁ କାମ ଅଛି ଜଣେ ପୁଅ ଜୀବନରେ ଥରେ କରେ ହେଲେ ଜଣେ ଝିଅ ସବୁବେଳେ କରିଥାଏ? ଏହାର ଉତ୍ତର କଣ? ଉତ୍ତର ହେଉଛି ସିନ୍ଦୁର। ଗୋଟେ ଜଣେ ପୁଅ ସିନ୍ଦୁର ଥରେ ଲଗାଇଥାଏ ଆଉ ଗୋଟେ ଝିଅ ସବୁବେଳେ ଲଗାଇଥାଏ। ଦେଖିବା ପରବର୍ତ୍ତୀ ପ୍ରଶ୍ନ। ଦୁଇ ଭାଇ ଜଣକୁ ଖାଇଲେ ପେଟ ଥଣ୍ଡା ଆଉ ଜଣକୁ ଖାଇଲେ ପେଟ ଗରମ। ଏହାର ଉତ୍ତର କଣ? ଦୁଇ ଭାଇ ଜଣକୁ ଖାଇଲେ ପେଟ ଥଣ୍ଡା ଆଉ ଜଣକୁ ଖାଇଲେ ପେଟ ଗରମ। ଏହାର ଉତ୍ତର କଣ? ଉତ୍ତର ହେଉଛି ଚିନି ଓ ମିଶ୍ରି। ଚିନିକୁ ଖାଇଲେ ପେଟ ଗରମ ଏବଂ ମିଶ୍ରିକୁ ଖାଇଲେ ପେଟ ଥଣ୍ଡା ରୁହେ। ତାହେଲେ ଦେଖିବା ପରବର୍ତ୍ତୀ ପ୍ରଶ୍ନ। ସୂର୍ଯ୍ୟ ପୃଥିବୀରେ କେବେ ହେଲେ କଣ ଦେଖି ନାହିଁ? ସୂର୍ଯ୍ୟ ପୃଥିବୀରେ କେବେ ହେଲେ କଣ ଦେଖି ନାହିଁ? ଏହାର ଉତ୍ତର କଣ? ଉତ୍ତର ହେଉଛି ଅନ୍ଧାର। ସୂର୍ଯ୍ୟ ପୃଥିବୀରେ କେବେ ହେଲେ ଅନ୍ଧାର ଦେଖି ନାହିଁ। ପରବର୍ତ୍ତୀ ପ୍ରଶ୍ନ। ଡେଣା ନଥାଇ ଆକାଶେ ଉଡ଼େ ମଣିଷକୁ ଝାମ୍ପି ନିଏ। ଡେଣା ନଥାଇ ଆକାଶେ ଉଡ଼େ ମଣିଷକୁ ଝାମ୍ପି ନିଏ। ଏହାର ଉତ୍ତର କଣ? ଉତ୍ତର ହେଉଛି ଆକାଶ ଛତା। ଡେଣା ନଥାଇ ବି ଆକାଶ ଛତା ଉଡ଼ିଥାଏ ଆଉ ମଣିଷଙ୍କୁ ମଧ୍ୟ ଉଡ଼ାଇଥାଏ। ତାହେଲେ ଦେଖିବା ଆପଣଙ୍କର ପରବର୍ତ୍ତୀ ପ୍ରଶ୍ନ। ଦୁଇ ବାଳକର ରଙ୍ଗ ସମାନ, ଜଣେ ହଜିଗଲେ ଆଉ ଜଣେ କୋଉ କାମକୁ ନୁହେଁ। ଦୁଇ ବାଳକର ରଙ୍ଗ ସମାନ, ଜଣେ ହଜିଗଲେ ଆଉ ଜଣେ କୋଉ କାମକୁ ନୁହେଁ। ଏହାର ଉତ୍ତର କଣ? ଉତ୍ତର ହେଉଛି ଚପଲ। ଚପଲ ଯାହାକି ଗୋଟେ ହଜିଗଲେ ଆଉ ଗୋଟେ ଆମେ ପିନ୍ଧି ପାରିବା ନାହିଁ।